ହାଏ ଏଭ୍ରିୱାନ୍, ଗୁଡ୍ ମର୍ଣ୍ଣିଂ। ସକାଳୁ ସକାଳୁ ଉଠିକି ମୁଁ ମୋ ନିତ୍ୟକର୍ମ ସାରି ଗାଧେଇ ପାଧେଇକି ମୁଁ ଯେଉଁ ମୋର ଠାକୁର ଆଣିଥିଲି ତାଙ୍କୁ ବାହାର କରି ତାଙ୍କ ଜାଗାରେ ଥୋଇଦେଲି। ତାପରେ ସିଧା ବାହାରିଗଲି ରୋଷେଇ ଘରକୁ। ତ ଏତେ ଥଣ୍ଡା ପଡ଼ୁଛି ଯେହେତୁ ଟିକେ ଗରମ ଗରମ ଚାହା ପିଇ ଦେଇକି ମୁଁ ମୋର ବ୍ରେକଫାଷ୍ଟ ରେଡ଼ି କଲି। ଯେହେତୁ ମୋତେ ଆଜି ଲଞ୍ଚ ବନେଇବାର ନଥିଲା, ଆଉ କ'ଣ ପାଇଁ ବନେଇବାର ନଥିଲା ଆଉ ଟିକେ ପରେ ଆପଣମାନେ ଜାଣିଯିବେ। ତ ସେଥିପାଇଁ ମୁଁ ବ୍ରେକଫାଷ୍ଟରେ ଆଜି ଚକୁଳି ଆଉ ତା ସାଙ୍ଗକୁ ମୋର ବାଦାମର ଗୋଟେ ଚଟଣି ବନେଇ ଦେଇଥିଲି ତାକି ଜଲ୍ଦି ହେଇଯିବ ସର୍ଟକଟ୍ରେ। ତ ବାଦାମ ଚଟଣି ଆଉ ଚକୁଳି ଖାଇ ଦେଇକି ମୁଁ ସିଧା ବାହାରି ପଡ଼ିଲି ଅଫିସ୍, ଆଉ ଅଫିସ୍ରୁ ସିଧା କେକ୍ ଆଣିବାକୁ। ହଁ, ଆମ ଅଫିସ୍ରେ ଆଜି ଜଣଙ୍କର ବର୍ଥଡ଼େ ଥିଲା, ତ ସେଥିପାଇଁ ସେ ଅଫିସ୍ରେ ଭୋଜି ବି ରଖିଥିଲେ। ଆଉ ଏଇଠି ମୁଁ ଆସି ଭୋଜିରେ ହାତ ନ ମାରିଲେ ତ କିଛି ହେବନି। ତ ସେଥିପାଇଁ ମୁଁ ଯାଇକି ଆଗ ଟିକେ ଖଡ଼ିକା ଧରି ଦେଉଥିଲି, ଆଉ ତାପରେ ତାଙ୍କ ବର୍ଥଡ଼େ ସେଲିବ୍ରେସନ୍, ତାପରେ ଖାଇବା। ତ ଅଫିସ୍ରେ ମାଗଣାରେ ଖାଇବା ମିଳିଲା ପରେ ଅଫିସ୍ ସାରିକି ପାଖରେ ଗୋଟେ ପୁସ୍ତକ ମେଳା ପଡ଼ିଥିଲା, ତ ସେଠିକି ମୁଁ ଯାଇଥିଲି। ଆଉ ଏଠି ଏମିତି ମୁଁ ବହି ପଢ଼ୁଛି ଯେମିତି ମୁଁ ହିଁ ଏ ବହିର ରାଇଟର୍, କିନ୍ତୁ ମୋତେ ବହି ପଢ଼ିବାର ବିଲକୁଲ ବି ସଉକ ନାହିଁ। ତଥାପି ଯେହେତୁ ପାଖରେ ପଡ଼ିଛି ଯାଇକି ଟିକେ ବୁଲି ଆସିଲି। ଆଉ ଇଏ ଭୂତ ଡଲ୍ଟାକୁ ଦେଖନ୍ତୁ, ୟାକୁ ଦେଖିଲେ ହିଁ ଡରାବନି ଲାଗୁଛି, ୟାକୁ ନବ କିଏ? ଆଉ ତାପରେ ଆପଣ ଯାଇଛନ୍ତି ମେଳା ଆଉ ଆଚାର ଆଣିବେନି, ସେମିତି ତ ହେବନି। ତ ମୁଁ ମୋର ଆଗ ପ୍ରାୟୋରିଟି ଆଚାର ନେଇ ଆସିଲି। ତାପରେ ମେଳା ବୁଲିବାର ମଜା ତ ସେତେବେଳେ ଆସେ ଯେତେବେଳେ ଆପଣ ଏଇ ଫାଷ୍ଟଫୁଡ଼୍ ଗୁଡ଼ା ଖାଆନ୍ତି। ଆଉ ମଟର ସୁପ୍ ତ ମୋତେ ବହୁତ ହି ପସନ୍ଦ। ମୁଁ ଆଗ ଖୋଜି ଖୋଜି ଦେଖେ ଯେ କେଉଁଠି ମଟର ସୁପ୍ ଅଛି। ତ ଏଇସବୁ ଇଆଡ଼ୁ ସିଆଡ଼ୁ ଟିକେ ନ ଖାଇଲେ ମେଳା ବୁଲିବାର ବିଲକୁଲ ବି ମଜା ଆସେନି। ତ ଏତିକି ଭିତରେ ହେଇଯାଇଥିଲା ସନ୍ଧ୍ୟା। ତାପରେ ମୁଁ ଫେରି ଆସିଲି ମୋ ରୁମ୍କୁ, ରହିଲି।